ଆପଣ କ'ଣ ଜାଣିଛନ୍ତି ହ୍ୱାଟ୍ସଆପ୍ରେ ଏମିତି କିଛି ସେଟିଂ ଅଛି ଯାହା ଆପଣଙ୍କର ହ୍ୱାଟ୍ସଆପ୍ ହ୍ୟାଙ୍ଗ କରିପାରେ। ଆଜିକାଲି ବହୁତ ସାରା ଏମିତି ହ୍ୱାଟ୍ସଆପ୍ ହ୍ୟାଙ୍ଗ ହେଉଛି। ତ ଆପଣମାନେ ଯଦି ସଲ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆଜି ମୁଁ ଆପଣଙ୍କୁ ଏମିତି ଏକ 5ଟି ହ୍ୱାଟ୍ସଆପ୍ ହ୍ୟାକିଂ ନ କରିବା ପାଇଁ ଯେଉଁ ସେଟିଂ ଆପଣଙ୍କୁ ଦେଖେଇବି, ସେ ସେଟିଂ ଆପଣ ଯଦି କରିଦେବେ ତାହେଲେ ଆପଣଙ୍କର ହ୍ୱାଟ୍ସଆପ୍ ଆଉ କେହି ହ୍ୟାକ୍ କରିପାରିବେନି। ଆପଣଙ୍କର ହ୍ୱାଟ୍ସଆପ୍ ସୁରକ୍ଷିତ ରହିବେ। ଆପଣଙ୍କୁ ଏ ଭିଡ଼ିଓରେ ଷ୍ଟେପ୍ ବାଇ ଷ୍ଟେପ୍ କରି ଆପଣ ଦେଖେଇବି। ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦି ଆପଣ ଚ୍ୟାନେଲରେ ନୂଆ ହେଇଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଘଣ୍ଟି ଉପରେ କ୍ଲିକ୍ କରି ଅଲ୍ पे ସେଟ୍ କରିବେ। ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବି ତାର ନୋଟିଫିକେସନ୍ ଆପଣ ସର୍ବତେ ପାଇପାରିବେ। କିନ୍ତୁ ଆପଣଙ୍କୁ ମୋବାଇଲ ସ୍କ୍ରିନ୍ରେ ଶେଷ ପର୍ଯ୍ୟନ୍ତ ଷ୍ଟେପ୍ ବାଇ ଷ୍ଟେପ୍ ଦେଖେଇବି କେମିତି କରିବେ। ଆପଣ ହ୍ୱାଟ୍ସଆପ୍ଟିକୁ ଓପନ୍ କରିଦେବେ। ଯେତେବେଳେ ଓପନ୍ କରିଦେବେ ଆପଣ ପ୍ରଥମରେ 3 ଡଟ୍ ଉପରେ କ୍ଲିକ୍ କରିବେ। ତାପରେ ଲେଖିଛନ୍ତି ଲିଙ୍କ ଡିଭାଇସ୍, ତାହା ଉପରେ କ୍ଲିକ୍ କରିବେ। ଯେତେବେଳେ ସେଇଠି କ୍ଲିକ୍ କରିବେ ଏଠି ଆପଣ ଲିଙ୍କ ଡିଭାଇସ୍ ଉପରେ କ୍ଲିକ୍ କଲେ ଆପଣ ଗୋଟେ ଡାଇରେକ୍ଟ ଆପଣଙ୍କର ସ୍କାନର ପଳେଇ ଆସୁଛି। ସବୁ ନେଇକରି ସ୍କାନ୍ କରିକିରି ଆପଣଙ୍କର ଡାଟା ତାଙ୍କ ଫୋନ୍କୁ ନେଇକରି ଆପଣଙ୍କର ହ୍ୱାଟ୍ସଆପ୍କୁ ହ୍ୟାଙ୍ଗ କରିପାରିବ। ଆଉ ଆପଣଙ୍କର ହ୍ୱାଟ୍ସଆପ୍ରେ ଆପଣ କ'ଣ କରୁଛନ୍ତି ସବୁ ସେ ଡାଟା ସବୁ ଆପଣଙ୍କର ସେ ଦେଖିପାରିବେ। ହେଲେ ଆପଣ ଏଇଠି କ'ଣ କରିବେ ନା ଆପଣ এই ଜାଗାରେ ଆପଣ ଯେଉଁ କ୍ଲିକ୍ କରିବେ ତ ଫିଙ୍ଗର ପ୍ରିଣ୍ଟ ଗୋଟେ ଆସିବ। ଫିଙ୍ଗର ପ୍ରିଣ୍ଟ ଆପଣ ଦେଇଦେବେ। ଫିଙ୍ଗର ପ୍ରିଣ୍ଟ ଲକ୍ ଦେଇଦେଲେ ଏଇ ଲକ୍ ଡିଭାଇସ୍କୁ ଆସେ, ତାହେଲେ ଆପଣ ଫିଙ୍ଗର ଦେଲେ ଆପଣଙ୍କର ସେ ସ୍କାନରଟି ବାହାରିବ। ଆପଣଙ୍କ ଫାର୍ଷ୍ଟ ସେଟିଂ ଆପଣ ଏଇଟା କରିବେ। ତାପରେ ଆପଣ ସେକେଣ୍ଡ କରିବେ କ'ଣ, ହ୍ୱାଟ୍ସଆପ୍ ଉପରେ ପ୍ରେସ୍ କରି ରଖିବେ। ଆପଣଙ୍କର ଆସିଯିବ ଆଇ ଇନଫର୍ମ ଉପରେ କ୍ଲିକ୍ କରିଦେବେ। ଯେତେବେଳେ ସେଇଠି କ୍ଲିକ୍ କରିବେ ଇନଷ୍ଟଲ୍ ଅନ୍ ୱାଲ୍ଟର ଆପ୍ସ, ମାନେ ଆପଣଙ୍କର କୌଣସି ଫ୍ରେଣ୍ଡ ଆପଣଙ୍କୁ ଗୋଟେ ଆପ୍ସ ଲିଙ୍କ ପଠାଇଦେଲେ বা ଆପଣଙ୍କର କୌଣସି ଲିଙ୍କ ପଠାଇଲେ କି PDF ପଠାଇଲେ ଆପଣଙ୍କର କ'ଣ ହେଇଯିବ ନା ଅଟୋମେଟିକ୍ ଡାଉନଲୋଡ଼ ହେଇଯିବ। ଆଉ ସେଇଟା ଆପଣ କ୍ଲିକ୍ କଲେ ଆପଣଙ୍କର ହ୍ୱାଟ୍ସଆପ୍ଟି ହ୍ୟାଙ୍ଗ ହେଇଯିବ। ଅନୱାଲ୍ ଆପ୍ସ ଉପରେ କ୍ଲିକ୍ କରିବେ। এইটা ଆପଣଙ୍କର ଅନ୍ ଥିବ। এইଟାକୁ ଆପଣ କ'ଣ କରିବେ ନା এইଟାକୁ ଆପଣ ଅଫ୍ କରିଦେବେ। ଅଫ୍ କରିଦେଲେ କ'ଣ ହେବ ନା ଯିଏ ବି ଆପଣଙ୍କୁ କୌଣସି ଅଦର ଲିଙ୍କ ପଠାଇବ କି PDF ପଠାଇବ କି ଅଦର ଯାହା ବି ପଠାଇବେ ଆପଣଙ୍କର ହ୍ୱାଟ୍ସଆପ୍ରେ ଅଟୋମେଟିକ୍ ଆଉ ଡାଉନଲୋଡ଼ ହେବନି, ସେମିତି ହିଁ ରହିବ। ଆପଣ ଚାହିଁଲେ ତାକୁ ଡାଉନଲୋଡ଼ କରିପାରିବେ କି ସେ ଲିଙ୍କକୁ କ୍ଲିକ୍ କରିପାରିବେ। ଅଟୋମେଟିକ୍ ଆପଣଙ୍କର ହ୍ୱାଟ୍ସଆପ୍କୁ ହ୍ୟାଙ୍ଗ କରିପାରିବନି। ଏହାକୁ ଆପଣ ଅଫ୍ କରିଦେବେ। ହ୍ୱାଟ୍ସଆପ୍ ଓପନ୍ କରିବେ। ହ୍ୱାଟ୍ସଆପ୍ ଓପନ୍ କଲା ପରେ 3 ଡଟ୍ ଉପରେ କ୍ଲିକ୍ କରିବେ। ସେଟିଂ ଉପରେ କ୍ଲିକ୍ କରିବେ। ସେଟିଂ ଉପରେ କ୍ଲିକ୍ କଲା ପରେ ଏଇଠି ଆପଣ ଆସି ଦେଖନ୍ତୁ ଏଇଠି କ'ଣ ଲେଖିଲା ଷ୍ଟୋରେଜ୍ ଆଣ୍ଡ ଡାଟା, ତା ଉପରେ କ୍ଲିକ୍ କରିଦେବେ। ସେଠି ଯଦି କ୍ଲିକ୍ କରିଦେବେ ମୋବାଇଲ ଡାଟା, ତାପରେ ଆପଣ କ୍ଲିକ୍ କରିବେ। ତାପରେ କ୍ଲିକ୍ କଲା ପରେ ଆପଣଙ୍କର ଏ ସବୁତକ ଗୋଟେ ଗୋଟେ କରି ଆପଣଙ୍କର ବ୍ଲୁ ଟିକ୍ ଥିବ। ଆପଣଙ୍କର ମୋର ଗୋଟେ ଅଛି, ଆପଣଙ୍କର ସବୁଥିରେ ବ୍ଲୁଟୁଥ୍ ଥିବ। ଆପଣ ବ୍ଲୁଟୁଥ୍ ଯେମିତି ସବୁ ହଟେଇ ଦେବେ। ଆପଣ ଏ ବ୍ଲୁଟୁଥ୍ ସବୁ ଆପଣ ହଟେଇ ଦେବେ। ହଟେଇ ଦେଇକିରି ଆପଣ ଓକେ ଉପରେ କ୍ଲିକ୍ କରିଦେବେ। ଓକେ ଉପରେ କ୍ଲିକ୍ କରିଦେଲେ କ'ଣ ହେବ ନା ଆପଣଙ୍କର ମୋବାଇଲ ଡାଟା ଆପଣଙ୍କର ଖୋଲା ଥିଲେ ବି ଯଦି କୌଣସି କେହି ଯଦି ଆପଣଙ୍କର ଫଟୋ ଭିଡ଼ିଓ ପଠାଇଥାଏ ତ ଅଟୋମେଟିକ୍ ଆପଣଙ୍କର ଡାଉନଲୋଡ଼ ହେବ ନାହିଁ। ଆପଣ ଦେଖିଲା ପରେ ତାକୁ ଡାଉନଲୋଡ଼ କରିପାରିବେ। ତାପରେ ଆପଣଙ୍କର ତଳେ ଆସିଗଲା କ'ଣ ଅଲ୍ ମିଡ଼ିଆ ୱାଇଫାଇ, ତାପରେ କ୍ଲିକ୍ କରିବେ। এইଠି ଆପଣଙ୍କର ସବୁତକ ଆପଣଙ୍କର ଥିବ। ୟାକୁ ବି ଆପଣ କ'ଣ କରିବେ ନା ଗୋଟେ ଗୋଟେ କରିକି ଆପଣ ଏମିତି ବ୍ଲୁଟୁଥ୍ ଆପଣ ହଟେଇ ଦେବେ। ହଟେଇ ଦେଲା ପରେ ତାପରେ ଆପଣ ଓକେ ଉପରେ କ୍ଲିକ୍ କରିଦେବେ। କରିଦେଲେ ଆପଣଙ୍କର ଯିଏ ବି ଫଟୋ ଭିଡ଼ିଓ ଯାହା ବି ପଠାଇବେ ଅଟୋମେଟିକ୍ ଡାଉନଲୋଡ଼ ହେବନି। ଆପଣ ତାକୁ ଆପଣ ଆଗରୁ ଦେଖିବେ। ସେଟା ଆପଣଙ୍କୁ ଯଦି ଲାଗିବ ଯେ ଏଟା ସିକ୍ୟୁର, ତାହେଲେ ଆପଣ ତାକୁ ଡାଉନଲୋଡ଼ କରିକି ଦେଖିପାରିବେ, ନହେଲେ ଆପଣ ତାକୁ ଡିଲିଟ୍ କରିପାରିବେ। ପ୍ରାଇଭେସି ଚେକଅପ୍ ଆପଣ କ'ଣ କରିବେ এই ପ୍ରାଇଭେସି ଷ୍ଟାର୍ଟ ଉପରେ କ୍ଲିକ୍ କରିବେ। এইটা ଆପଣଙ୍କର ହେଲା ୟୁର ପ୍ରାଇଭେସି, ମାନେ ଆପଣଙ୍କର ସବୁ ସେଭ୍ ରହିବ। ଆପଣ କଣ୍ଟାକ୍ଟ ୟୁ ଆପଣଙ୍କର ସେଭ୍ ରହିବ। କଣ୍ଟାକ୍ଟ ଆପଣଙ୍କର ସେଭ୍ ରହିବ। ତାପରେ ଦେଲା ଆପଣଙ୍କର ପର୍ସନାଲ ଇନଫୋ ଆପଣଙ୍କର ସେଭ୍ ରହିବ। ପ୍ରାଇଭେସି ଚାର୍ଟ ଆପଣଙ୍କର ସେଭ୍ ରହିବ। ଆପଣଙ୍କର ଆକାଉଣ୍ଟ ବି ସେଭ୍ ରହିବ। ତ ଫ୍ରେଣ୍ଡସ୍, ଆପଣଙ୍କର ଯଦି ହ୍ୱାଟ୍ସଆପ୍ ଯଦି ହ୍ୟାଙ୍ଗ କିଏ କରୁଥିବେ ବା ଯଦି ଆପଣଙ୍କର ହ୍ୱାଟ୍ସଆପ୍ ହ୍ୟାଙ୍ଗ ହେଇଯାଇଛି ତ ଏମିତି ଆପଣ ସବୁ ଗୋଟେ ଗୋଟେ ସେଟିଂ ଆପଣ କରିନିଅନ୍ତୁ। ତାହେଲେ ଆପଣଙ୍କର ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଆଉ ହ୍ୟାକ୍ କରିପାରିବେ ନାହିଁ। ଆପଣ ସୁରକ୍ଷିତ ରହିବେ। ଆଉ ଆପଣଙ୍କୁ ଭିଡ଼ିଓରେ କେମିତି ଲାଗିଲା କମେଣ୍ଟରେ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ, ସାଙ୍ଗମାନଙ୍କୁ ହ୍ୱାଟ୍ସଆପ୍ ଫେସବୁକ୍ ସେୟାର କରିବେ। ଆଉ ଏମିତିକା ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ରହୁଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।